ସାର୍ ନମସ୍କାର, ଆପଣଙ୍କୁ ଅନୁଧ୍ୟାନ ଟିଭିକୁ ସ୍ୱାଗତ। ଆଜି ଉତ୍କଳ ଦିବସ ବିଷୟରେ ଆପଣ ଓଡ଼ିଶାବାସୀ କ'ଣ ବାର୍ତ୍ତା ରଖିବେ? ନମସ୍କାର, ବନ୍ଦେ ଉତ୍କଳ ଜନନୀ, ହ୍ୟାପି ଉତ୍କଳ ଦିବସ। ସର୍ବପ୍ରଥମେ ମୋର ଏ ଜଗତର ନାଥ ଜଗନ୍ନାଥକୁ କୋଟି ପ୍ରଣାମ ଏବଂ ଏ ଓଡ଼ିଶା ମାଟିର ପ୍ରତ୍ୟେକ ଗୁରୁଜନଙ୍କୁ ମୋର ପ୍ରଣାମ ଏବଂ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା। ଛୋଟମାନଙ୍କୁ ମୋ ସ୍ନେହର ଆଶୀର୍ବାଦ, ସାଙ୍ଗମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଉତ୍କଳ ଦିବସ 1936 ମସିହା ଏପ୍ରିଲ 1 ତାରିଖରୁ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଉତ୍କଳ ଦିବସ କାହିଁକି ପାଳନ କରୁଛୁ କହିଲେ, ଆମେ ପଛକୁ ଯିବା। ଆମର ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟରେ ନାମିତ କରାଗଲା। ଏହି ଓଡ଼ିଶାବାସୀ ଓଡ଼ିଆ ଭାଷା କହୁଥିବାରୁ ତାଙ୍କୁ ବଙ୍ଗାଳୀମାନେ, ଇଂରେଜମାନେ ମାଡ଼ି ବସିଥିଲେ, ତାଙ୍କ ଭାଷାକୁ ପ୍ରଚଳନ କରୁଥିଲେ। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ଆଜି ଆମର ଯେତେ ମହାପୁରୁଷମାନେ ଥିଲେ, ତେଣୁ ସେ ମହାପୁରୁଷମାନେ ଏ ଯେଉଁ ଆମର ସଂଗ୍ରାମ କରି ଆଜି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଏବଂ ଓଡ଼ିଶା ଭାଷା ଉପରେ ଯେଉଁ ପ୍ରଚଳନ କଲେ ଏବଂ ଆଖ୍ୟା କରି ଆଜି ଯେଉଁ ଓଡ଼ିଶାରେ ଚାଲିଛି ଓଡ଼ିଆ ଭାଷା, ଏହାକୁ କଣ୍ଟିନ୍ୟୁ କରିବା ପାଇଁ ଏବଂ ଏହାକୁ ଏଇ ମନେ ପକାଇବା ପାଇଁ ଏପ୍ରିଲ 1 ତାରିଖ 1936 ମସିହା ଏପ୍ରିଲ 1 ତାରିଖରେ ହେଇଥିବାରୁ ସ୍ୱତନ୍ତ୍ର ରାଜ୍ୟ, ତେଣୁ ଏହି ରାଜ୍ୟକୁ ଏହି କଥୋପକଥନକୁ ମନେ ପକାଇବା ପାଇଁ ଏବେ ପ୍ରତ୍ୟେକ ବର୍ଷ ଆମେ ଉତ୍କଳ ଦିବସ ପାଳନ କରୁଛୁ। ସ୍କୁଲ, କଲେଜ, ଗାଁ, କ୍ଲବ, ଶିକ୍ଷାନୁଷ୍ଠାନ, ବିଭିନ୍ନ ପ୍ରକାର ଅର୍ଗାନାଇଜେସନ ଆଜି ଉତ୍କଳ ଦିବସ ଓଡ଼ିଶାରେ ପାଳନ କରୁଛନ୍ତି ଏବଂ ଓଡ଼ିଶାବାସୀ ସବୁ ବହୁତ ଆଦରଣୀୟ। ସବୁଠୁ ଓଡ଼ିଶାରେ ଶାନ୍ତି, ମୈତ୍ରୀ ସବୁ ପ୍ରକାର ରହିଛି। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଯଦି ଉଦ୍ୟୋଗୀ ହେବେ, ପ୍ରତ୍ୟେକ ବ୍ୟକ୍ତି ଯଦି ଉନ୍ନତି କରିବା ପାଇଁ ଚାହିଁବେ, ତାହେଲେ ଏହି ଉତ୍କଳ ଦିବସକୁ ପ୍ରତିଜ୍ଞା କରନ୍ତୁ ଯେ ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି କରନ୍ତୁ। ପ୍ରତ୍ୟେକ ବେକାର ଯୁବକ ଯୁବତୀମାନଙ୍କ ପାଇଁ ବିଭିନ୍ନ ପ୍ରକାର କଳକାରଖାନା ଗଢ଼ନ୍ତୁ। ପ୍ରତ୍ୟେକ ଜିଲ୍ଲାରେ ଯଦି କଳକାରଖାନା ଗଢ଼ାଯିବ, ବିଭିନ୍ନ ପ୍ରକାର କଳକାରଖାନା ଗଢ଼ାଯିବ, ତେଣୁ ପ୍ରତ୍ୟେକ ଜିଲ୍ଲାର ହଜାର ହଜାର ପିଲା ଆପଏଣ୍ଟମେଣ୍ଟ ହେବେ, ନିଯୁକ୍ତି ପାଇବେ ଏବଂ ଓଡ଼ିଶାରେ ଏହିପରି 4 କୋଟି ପରିବାରରୁ 4 କୋଟି ଲୋକରୁ ନିହାତି ଏବେ କୋଟିଏ ପିଲା ପାଖାପାଖି ପିଲା ବେକାର ବସିଛନ୍ତି। ତେଣୁ ପ୍ରତ୍ୟେକ ଜିଲ୍ଲାରେ ଯଦି ଆପଣଙ୍କର 3,000, 4,000, 5,000, 10,000 ପିଲା ଯଦି ଚାକିରି ପାଆନ୍ତେ, ତାହେଲେ ନିହାତି 3 ଲକ୍ଷ 4 ଲକ୍ଷ ପିଲା ଚାକିରି ପାଇପାରନ୍ତେ। ଯଦି ପ୍ରତ୍ୟେକ ଜିଲ୍ଲାରେ ଯଦି 5ରୁ 10ଟା ଖଣ୍ଡେ ପ୍ରୋଜେକ୍ଟ ଆରମ୍ଭ କରା ହୁଅନ୍ତା, ଯେମିତି ସୁନା ଖଣି ବାହାରିଲା ବୋଲି ସବୁ ହାଇଲାଇଟ୍ କରୁଛନ୍ତି, ସୁନା ଖଣି ଗୋଟେ କଲେ ସେଠି ତ 10,000 15,000 ପିଲା ଚାକିରି ପାଇଯିବେ। ସେହିପରି ଆମର ପାଲୁ ଖାଦାନ ଯେଉଁ ଅଛି, ପାଲୁ ଖାଦାନରେ ଯେଉଁ ଯଶୀପୁରରେ ଅଛି, ରୋଗିଳିରେ ଅଛି, ପାଲୁ ଖାଦାନ ଯଦି ବି ହୁଅନ୍ତା, ତାହେଲେ ପାଲୁ ଖାଦାନରେ ବି ପିଲା ବହୁତ ଚାକିରି ପାଇପାରନ୍ତେ। ସେହିପରି ଲୁହାପଥର ଖଣି ଅଛି, ଲୁହାପଥର ଖଣିରେ ବି ଯଦି ପ୍ରୋଜେକ୍ଟ ହୁଅନ୍ତା, ଏଇଠି ଯଦି କଞ୍ଚାମାଲକୁ ରଖି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହୁଅନ୍ତା, ତାହେଲେ ଏଠି ବି 10-15 ହଜାର ପିଲା ଚାକିରି ପାଇପାରନ୍ତେ। ଏହିପରି ଓଡ଼ିଶାରୁ କାଠ ବାହାରକୁ ପଳାଇଯାଉଛି, ବାହାର ରାଜ୍ୟକୁ ପଳାଉଛି, ବାହାର ଦେଶକୁ ପଳାଇଯାଉଛି। ଯଦି ଏଥିରେ ଯେଉଁ କାଠ ସବୁ ବାହାରକୁ ସାପ୍ଲାଏ କରୁଛି, ତାକୁ ରଖି ଯଦି ବିଭିନ୍ନ ପ୍ରକାର ଇନଫ୍ରାଷ୍ଟ୍ରକ୍ଚର ଆଉ ବିଭିନ୍ନ ପ୍ରକାର ଯଦି ମେଟେରିଆଲ ତିଆରି ହୁଅନ୍ତା ଗଭର୍ଣ୍ଣମେଣ୍ଟ ତରଫରୁ, ତାହେଲେ ବହୁତ ବେକାର ଯୁବକ ଚାକିରି ପାଇପାରନ୍ତେ। ଏହିପରି ମୁଁ କହିବି ଯେ ଏହି ଆମର ଉତ୍କଳ ଦିବସ, ଆଜି ଓଡ଼ିଶାର ସ୍ୱତନ୍ତ୍ର ଦିବସ କୁ ଆମେ ବିଭିନ୍ନ ପ୍ରକାର ଲୋକ ଯଦି ଶପଥ କରିବା ଯେ ଆମେ ଆମ ଉତ୍କଳ ଦିବସକୁ ଆମେ ଏହିପରି ଗଢ଼ିବୁ ଯେମିତି ବହୁତ ବେକାର ପିଲା ନିଯୁକ୍ତି ପାଇବେ, ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି ହେବେ। ମୁଁ ଦେଖନ୍ତୁ ଆପଣଙ୍କୁ କଥା ଦେଇଛି ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି କରିବା ପାଇଁ। ମୁଁ ଏବେ ବିଗ୍ କୋଚିଂ ସେଣ୍ଟର
এটা বিଗ୍ କୋଚିଂ ସେଣ୍ଟର ମାନେ ହେଉଛି ଭାରତ ବିକାଶ ଇନଷ୍ଟିଚ୍ୟୁସନ୍ ଗ୍ରୁପ୍ କୋଚିଂ ସେଣ୍ଟର ବିଗ୍ ମାନେ ବିଗ୍। ତେଣୁ କୋଚିଂ ସେଣ୍ଟର କରିଛି, ଭାରତ ବିକାଶ ଗଭର୍ଣ୍ଣମେଣ୍ଟ ସ୍କୁଲ କରିଛି, ନର୍ସିଂ ସ୍କୁଲ କରିଛି, ଫାର୍ମାସି କଲେଜ କରିଛି, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି କଲେଜ କରିଛି ଏବଂ ହସ୍ପିଟାଲ ମଧ୍ୟ 100 ବେଡ୍ରୁ ଆରମ୍ଭ କରିବି ବୋଲି ଆଶା ରଖିଛି। ବିଭିନ୍ନ ପ୍ରକାର ମେଡ଼ିକାଲ ଇକ୍ୟୁପମେଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ଇକ୍ୟୁପମେଣ୍ଟର ମୁଁ ଡିଲରସିପ୍ ମଧ୍ୟ ନେଇଛି। ତେଣୁ ମୁଁ ଚାହୁଁଛି କିପରି ବେକାର ପିଲା ବେକାର ଆମର ଯୁବକ ଯୁବତୀ ଏତେ ପାଠଶାଠ ପଢ଼ି କିପରି ଘରେ ବସୁଛନ୍ତି ସେ ଯଦି ଚାକିରି ପାଆନ୍ତୁ ସେ ଉପରେ ମୁଁ ସତ ଚେଷ୍ଟା ଜାରି ରଖିଛି। ତେଣୁ ସମସ୍ତ ନେତା ମନ୍ତ୍ରୀ ଏବଂ ବିଭିନ୍ନ ପ୍ରକାର ଅଫିସର ଯଦି ଚେଷ୍ଟା କରନ୍ତେ ତାହେଲେ ନିହାତି ଓଡ଼ିଶାର ଆଜି ଉତ୍କଳ ଦିବସରେ ଓଡ଼ିଶାର କିପରି ଡେଭଲପ୍ ହେବ ସବୁ ପ୍ରମିସ୍ କରନ୍ତେ ତାହେଲେ ନିହାତି ଆମର ଓଡ଼ିଶା ପୁଣି ସ୍ୱତନ୍ତ୍ର ରାଜ୍ୟ ଯେମିତି ହେଇଛି, ସ୍ୱତନ୍ତ୍ର ଗୋଟେ ଉନ୍ନତି ଓ ଧନ ସମ୍ପତ୍ତିର ଉନ୍ନତି ଏବଂ ଏଇଥିରୁ ବିଭିନ୍ନ ପ୍ରକାର କମ୍ପାନୀ କରି ଇଣ୍ଡଷ୍ଟ୍ରିଆଲ ଓଡ଼ିଶା ବୋଲି ଲୋକ କହିବେ। ସେହିପରି ସମସ୍ତେ ଚେଷ୍ଟା ଜାରି ରଖନ୍ତୁ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ହ୍ୟାପି ଉତ୍କଳ ଦିବସ। ନମସ୍କାର। ମୁଁ ଏତିକିରେ କହି ମୋର ବକ୍ତୃତା ବନ୍ଦ କଲି।